দাবি এই আন্দোলন আগুক চালিব আউরি চালিব যতদিন পর্যন্ত আমার দাবি পূরণ হয়েছে। ইনকলাব জিন্দাবাদ, দাবি কবে পূর্ণ সমর্থন জানাচ্ছু। বন্ধুগণ, ଆମ ରାଜ୍ୟ ସଭାପତି କମ୍ରେଡ ସୋମନାଥ ବେହେରା ଆପଣମାନଙ୍କ ପାଖରେ କହିଛନ୍ତି ଯେ ଆପଣମାନଙ୍କର ଦାବି ଇଏ ଆମର ଦାବି। ଏଆଇଡିଏଫ ଦୀର୍ଘ ଦିନ ଧରି ଦାବି କରି ଆସୁଛି ସମସ୍ତ ସ୍କୁଲରେ ଯୋଉ ଲକ୍ଷ ଲକ୍ଷ ଶିକ୍ଷକ ପଦବୀ ପୂରଣ କରିଛି ସେହି ପଦବୀ ଗୁଡ଼ିକ ତୁରନ୍ତ ସରକାର ପୂରଣ କରନ୍ତୁ। କାରଣ ସରକାର ଆଖିବା ପିଟୁନି ନିଜ ଭାଙ୍ଗୁ ନାହିଁ। ସରକାର ନିଜେ ବି ଜାଣନ୍ତି 8ଟା କ୍ଲାସକୁ 2 ଜଣ ଶିକ୍ଷକ ପଢା କେମିତି ହବ। ଆମ ପିଲା ଯୋଉ ସ୍କୁଲରେ ଆଜ୍ଞା ପଢନ୍ତି ସରକାରଙ୍କର ସେଇ ସ୍କୁଲ ପ୍ରତି କିଛି ନିଗା ନଥାଏ। କାରଣ ତାଙ୍କ ପିଲା ପଢନ୍ତି ଡୁଲ ସ୍କୁଲରେ, ତାଙ୍କ ପିଲା ପଢନ୍ତି ବଡ ବଡ 5 ସ୍କୁଲରେ। ସେମାନେ ଆମ ପିଲାଙ୍କ ପ୍ରତି ତାଙ୍କର କିଛି ନିଗା ରହେ ନା। ଜାଣିକି ସେଥିପାଇଁ ଭୁଲ ବହି ଦେଇଛନ୍ତି, ଅବୈଜ୍ଞାନିକ ଭୁଲ ବହି ଦେଇଛନ୍ତି ଆମ ପିଲାଙ୍କୁ ମୂର୍ଖ କରିବା ପାଇଁ। ବନ୍ଧୁଗଣ, ଆଜି ଆପଣଙ୍କର ଏହି ଆନ୍ଦୋଳନ ସ୍ଥଳରୁ ଆମେ ଘୋଷଣା କରୁଛୁ ଆସନ୍ତା ସେପ୍ଟେମ୍ବର 29 ତାରିଖ ଦିନ ଏ ସରକାର ଦେଖିବ ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଏଆଇଡିଏଫ ପକ୍ଷରୁ ରାଜ୍ୟସ୍ତରୀୟ ଛାତ୍ର ବିକ୍ଷୋଭ ଏହି ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ହେବ। ଆମେ ଆପଣମାନଙ୍କୁ ସାଙ୍ଗରେ ଏକା ସୁରରେ ସ୍ୱରକୁ ସ୍ୱର ମିଳେଇକି ଆମେ କହିବା ଶିକ୍ଷକ ନିଯୁକ୍ତି ଆମର ଦାବି, ଶିକ୍ଷକ ନିଯୁକ୍ତି ଆମର ଦାବି। ପିଲାଙ୍କୁ ଭୁଲ ବହି ଦେବା ଚଳିବ ନାହିଁ। ସରକାରୀ ସ୍କୁଲକୁ ଅବହେଳା କରିବା ଚଳିବ ନାହିଁ। ସରକାରୀ ସ୍କୁଲ ବନ୍ଦ କରିବା ଚଳିବ ନାହିଁ। ସରକାରୀ ବିଦ୍ୟାଳୟରେ ତାଲା ପକେଇବା ଚଳିବ ନାହିଁ। ସରକାରୀ ସ୍କୁଲରେ ଶିକ୍ଷକ ନିଯୁକ୍ତି ଆମର